ପରୀକ୍ଷିତ ଟାଇଗର ବିଜ୍ଞାନ ଉଚ୍ଚ ମାଧ୍ୟମିକ ସ୍କୁଲର ସଫଳତା। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ପରୀକ୍ଷିତ ଟାଇଗର ବିଜ୍ଞାନ ଉଚ୍ଚ ମାଧ୍ୟମିକ ସ୍କୁଲର ଯୁକ୍ତ 2 ବିଜ୍ଞାନ ପରୀକ୍ଷାର ଫଳାଫଳରେ ଛାତ୍ରଛାତ୍ରୀମାନେ ସଫଳତା ଆଣିଛନ୍ତି। ସ୍କୁଲରେ ପଢ଼ୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ଯୁକ୍ତ 2 ବିଜ୍ଞାନ ପରୀକ୍ଷାରେ 100% ପାସ୍ ହାରରେ କୃତକାର୍ଯ୍ୟ ହୋଇ ସଫଳତା ଅର୍ଜନ କରି ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି 100% ପାସ୍ ହାରରେ ସ୍କୁଲର ପ୍ରତ୍ୟେକ କର୍ମଚାରୀଙ୍କୁ ଶ୍ରେୟ ମିଳିଥିବା ବେଳେ ସ୍କୁଲରେ ଶୃଙ୍ଖଳିତ ଭାବରେ ଶିକ୍ଷାଦାନ କରୁଥିବା ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ଅଭିଭାବକମାନେ ପ୍ରକାଶ କରିଛନ୍ତି। ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲ ଏକ ନୂତନ ଭବିଷ୍ୟତ ଗଠନ କରିବାର ସ୍ୱତନ୍ତ୍ର ମାଧ୍ୟମ। ସ୍କୁଲ ମାଧ୍ୟମରେ ପିଲାମାନେ ନିଜ ନିଜର ଭବିଷ୍ୟତ ଜୀବନ ଗଠନ କରିବାରେ ରାସ୍ତା ସନ୍ଧାନ କରିଥାନ୍ତି। ସ୍କୁଲର ନୀତି ନିୟମ ତଥା ଉପଯୁକ୍ତ ଶିକ୍ଷା ଗ୍ରହଣ କରିଲେ ପିଲାମାନେ ଏକ ସୁନ୍ଦର ଭବିଷ୍ୟତ ଗଠନ କରିବାରେ ରାସ୍ତା ପାଇପାରିଥାନ୍ତି। ନିୟମିତ ଭାବରେ ଶିକ୍ଷାକୁ ଆପଣାର କରି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶକୁ ସଠିକ ଭାବରେ ଗ୍ରହଣ କରିପାରିଲେ ନିଶ୍ଚିତ ରୂପରେ ଛାତ୍ରଛାତ୍ରୀମାନେ ଏକ ସୁନ୍ଦର ଭବିଷ୍ୟତର ସନ୍ଧାନ ପାଇପାରିଥାନ୍ତି, ଯାହା ଆଜି ଏହି ପରୀକ୍ଷିତ ଟାଇଗର ବିଜ୍ଞାନ ଉଚ୍ଚ ମାଧ୍ୟମିକ ସ୍କୁଲରେ ସ୍ପଷ୍ଟ ଭାବରେ ଜଣାପଡ଼ିଛି। ଏହି ସ୍କୁଲରେ ଯୁକ୍ତ 2 ବିଜ୍ଞାନ ପରୀକ୍ଷାରେ 100%ର ସଫଳତା ଅର୍ଜନ କରି କୃତିତ୍ୱ ହାସଲ କରିଥିବା ଯୋଗୁଁ ସ୍କୁଲ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ସ୍କୁଲ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍କୁଲର ସମସ୍ତ ତଥ୍ୟ ପ୍ରଦାନ କରାଯାଇଥିଲା। ପରୀକ୍ଷିତ ଟାଇଗର ବିଜ୍ଞାନ ଉଚ୍ଚ ମାଧ୍ୟମିକ ସ୍କୁଲର ନିର୍ଦ୍ଦେଶକ ତେଜରାଜ ବାଗ ଯୋଗଦେଇ ଏହି ଶିକ୍ଷା ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କ ସଫଳତା ଉପରେ ଗୁରୁତ୍ୱାରୋପ ଦେଇ ଶିକ୍ଷାର ବିକାଶ ଏକମାତ୍ର ଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ। ସ୍କୁଲ ଛାତ୍ର ପ୍ରିୟରଞ୍ଜନ ଯଶୀଷ ଯୁକ୍ତ 2 ବିଜ୍ଞାନରେ 85% ନମ୍ବର ରଖି ସ୍କୁଲର ଟପର ହୋଇଥିବା ବେଳେ ବିଦ୍ୟାଳୟରେ 49 ଜଣ ଛାତ୍ରଛାତ୍ରୀମାନେ ପ୍ରଥମ ଶ୍ରେଣୀରେ ପାସ୍ ହୋଇଛନ୍ତି। ଅନ୍ୟ ଛାତ୍ରଛାତ୍ରୀମାନେ ଦ୍ୱିତୀୟ ଶ୍ରେଣୀରେ ପାସ୍ ହୋଇ ସଫଳତା ଅର୍ଜନ କରିଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ପାସ୍ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରି ତାଙ୍କ ମନୋବଳ ବୃଦ୍ଧି କରିବା ସହିତ ନୂତନ ଭବିଷ୍ୟତର ଏକ ସଫଳ କାମନା କରିଥିଲେ। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, ଏବି ନ୍ୟୁଜ୍।